हाँ ए भाई हाँ मत पचार बोली कौन काई मु काई पचारी हाँ मु काई कहबी मैं कोन कहयार छै कह देखिया मु कहबी हाँ ए जो देवताटा प्रसन्न हेले हाँ महाभारत भितर पशिगले पसंद महाभारत भितर ना सहीटा पछे थाउ कोडा होचो पचारी महाभारत रो हो रामायण रो हे सुज्ञ जन कहिबी प्रसन्न शुणुथिबे मोर सुज्ञानी जन हे सुज्ञ जन मोर प्रसन्न शुणुथिबे मोर पंडित अजना कहिब आज कहिब देवताके तुम्भ त्रिमुखरू शुणिबे सभा पंडिते श्रीमुखे श्रीचारू मानस पचार एबे पुराण रहस्य रामायण श्री भारत कि भागवत पचार प्रसन्न मुखी बुझाइबी तत्व नहीं 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 मु तो कहि देछि महाभारत हाँ महाभारत भितर हाँ आज्ञा आद्य सबुजा प्रथम रु पढ़ी पढ़ी गली हाँ लास्ट को महाभारत युद्ध जिते बेले पाठ कली हाँ से युद्ध भितरे कि दोष करी थिले द्रौपदीर दहन पांचटा पुआ पुणी करिले जन्म हे होइले दानामा
ଆରେ ଏକା ବେଳେ ଏକା ସମୟରେ ରେ ଭାଇ ଏକା ଦିନରେ କିପା ମରିଲେ ସେହି ସେ କଥାଟା ଶୁଣିବାକୁ ମୋହର ମନ ଏ ଯୋଉ 5 ଜଣ ପୂର୍ବ ଜନ୍ମ କଥା ଦେବଟି କହିଣ ଆଉ ଶୁଣୁଥିବି ଡେରି କନ ଭାଇ ମୋର ଶୁଣୁଥିବି ଡେରି କନ ଗୋଟିଏ ପଦର କଥା କହୁଛି ଶୁଣନ୍ତୁ। କେତେ କଥାଟେ ହେଲା କଣ? ହଇ ହଉ ଗୋଟେ ଦିଟା ମରିଥିଲେ ହେଲେ ଦୁଃଖ ନଥାଏ। ନାଇଁ 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 ସେ ଗୋଟେ ଦିଟା ମରିବେନି ଆଜ୍ଞା। 5ଟା ସେ ପୁଅ 5 ଜଣ ଯାକ ଗୋଟିଏ ଦିନରେ ମଲେ ହିଁ ମୁକ୍ତି ପାଇବେ। କଣ ପାଇଁ ହଁ କଥାଟା ଲକ୍ଷ୍ୟ କରୁ। ସେ ବିଷୟଟା ମୁଁ ଶୁଣିବା ପାଇଁ ଇଚ୍ଛା କଲି। ହଉ ଆନନ୍ଦର କଥା। ଗୋଟିଏ ଗଙ୍ଗା ସ୍ନାନ କରିବା ଯାହା ଗୋଟିଏ ଅଧ୍ୟାୟ ମହାଭାରତରୁ ପଢିବା ସେଇଆ ନିଶ୍ଚୟ। କାରଣ ମହାଭାରତର ପ୍ରତ୍ୟେକ ଛନ୍ଦରେ ପ୍ରତ୍ୟେକ ପଦରେ ମହାପ୍ରଭୁ କୃଷ୍ଣଚନ୍ଦ୍ର ବିହାର କରୁଛନ୍ତି। ବେଦ ରାମାୟଣ ମହାଭାରତ ତଥା ହଁ କିନ୍ତୁ କଥାକୁ ବହୁତ ଦୀର୍ଘ କରିବାନି ମୁଁ କଥାକୁ ଶୀଘ୍ରରେ କହିଦେଉଛି। ଯେତେବେଳେ ମାନ ଚକ୍ରବର୍ତ୍ତୀ ଦୁର୍ଯ୍ୟୋଧନ ବିମର୍ଷ ଭାବରେ ବସିଛି ନିଶ୍ଚୟ ବେଳେ ବୁଲି ବୁଲି ଆସି ପହଞ୍ଚିଲେ ଭରଦ୍ୱାଜଙ୍କର ପୁତ୍ର ଦ୍ରୋଣଙ୍କର ପୁତ୍ର ଅଶ୍ୱତ୍ଥାମା। କହିଲେ କଣ ହେଲା ଆଉ କାହିଁକି ଚିନ୍ତା? ଆରେ ସେ ତ ପାଣ୍ଡବ ମଲେନି ନା ଏବେ ବି ସମୟ ଅଛି। ନିଶ୍ଚୟ ସେଦିନ ସିନା ଭୁଲ ହେଇଗଲା ମତେ ଉଡେଇ ଦେଲେ ମୁଁ ଜାଣିପାରିଲି କଥାରେ ଶାଢୀ ବାନ୍ଧିଲ ନାହିଁ ମୋ କଥା ମାନିଲୁନି ମତେ ସେନାପତି ପଦ ଦେଲୁନି ନିଶ୍ଚୟ ମୋ ବାପାକୁ ଦେଲୁ କିନ୍ତୁ ମତେ ଦେଇଥିଲେ ସେଇଦିନ ସରିଥାନ୍ତା ମହାଭାରତ ନା ମତେ ମନା କଲେ ଭୀଷ୍ମ ତୋ ବାପା ହିଁ ମନା କଲେ ଗୁରୁଙ୍କ କଥାରୁ ମୁଁ ଅବଜ୍ଞା ହେଲିନି କିନ୍ତୁ ଆଜି ଯେତେବେଳେ ନାରେ ସେ ସବୁ କଥା ଛାଡେ ଏବେ କହ ଏବେ ବି ଛାଡି ଦିଏ ନା ଏବେ ଆଉ ଛାଡି ଦେବାକୁ ବେଳ କାହିଁ ନା ବଳ କାହିଁ ଆଉ ସମୟ କାହିଁ ବେଳ ବୁଲିଲାଣି ଆଉ ଘଣ୍ଟାଟେ ଆଉ 20 ମିନିଟ୍ ପରେ 4ଟା ହେଇକି ଆଉ 10 ମିନିଟ୍ ପରେ 4ଟା ହବ ସ୍କୁଲ ଘଣ୍ଟି ବାଡିଆ ହବ ପିଲା ଘରକୁ ଯିବେ ମାଷ୍ଟର ଘରକୁ ପଳେଇବା ବେଳ କାହିଁ ନା ହେଲେ କଣ କରିବି ନା ଦେଖେ ତତେ ସନ୍ତୁଷ୍ଟ କରିବା ପାଇଁ ମୁଁ ଯାଉଛି ଆଉ ମାରିକି ଆସିବି ଆସି ଦ୍ରୌପଦୀଙ୍କର 5 ପୁଅ ଖାଇ ପିଇକି ଶୋଇଛନ୍ତି ସେ 5ଟା ଆଗ ପୁଅକୁ ହାଣିକିରି ଧରିକିରି ଗଲା ହାଣିଲା ଏକାଥରେ ବେକ 5ଟା ଆଗ ମୁଣ୍ଡ ନେଇକି ଯେତେବେଳେ ଦେଖେଇଦେଲା ଦୁର୍ଯ୍ୟୋଧନକୁ କହିଲା ଦେଖେ ବାନ୍ଧିକିରି ଆଣିଛି ଗଣ୍ଠିଲା ଧ ଗଣ୍ଠିଲାଟା ଖୋଲିଲା ପରେ ସେ କହିଲା ଆରେ ଇଏ କିଏ ସେ ତ କଅଁଳା ଶିଶୁ ନା ରେ 5 ଭାଇ ଶୋଇଥିଲେ ହାଣିଛି ନା ଏ 5 ଭାଇ ସତ କିନ୍ତୁ ଏ 5 ପାଣ୍ଡବଙ୍କର ପୁଅ ଆମ ବଂଶରେ ପାଣି ଦେବା ପାଇଁ ଆଉ କେହି ରହିଲେନି ବଂଶ ବୁଡେଇ ଦେଲୁ। ସେତେବେଳେ ବୈବସ୍ୱତ ରାଜା ଅଗସ୍ତ୍ୟଙ୍କୁ ପଚାରିଲେ କହିଲେ ହେ ଗୁରୁଦେବ ଇଏ 5 ଜଣ ଏକା ସମୟରେ କାହିଁକି ମଲେ? ଏକା ସମୟରେ ଏକା ବେଳେ 5ଟା ମୁଣ୍ଡ ଏକାଠି ହେଇଗଲା ଏମାନଙ୍କର ପୂର୍ବ ଜନ୍ମର ଦୋଷ କଣ ଥିଲା ସେ ବିଷୟଟା ଟିକେ ଶୁଣିବା। ଅଗସ୍ତି କେ ଶୁଣିବାରା ଜନ କେ ଶୁଣିବାରା ଜନ ବତାଇ ଦେଉଛି ଏବେ ସେ ସର୍ବ କାରଣ ଏ ଢୋଲିଆ କିପରି ହୋଇବ ଏହି ପଦ ପଦ করে দেব বতাই ঢোলিয়ারে শুণুথিবি ଏବେ কর্ণ দেই ঢোলিয়ারে करी अगस्ती के से सर्वक हिले के से सर्वक हिले बसीण ते वैवस्वत पुराण शुणी কহিছো মোর এবে সান ভাই হে এবে সান ভাই শুণুথিবি মন দেই সভা মতে
ନଳକୁବେରଙ୍କ ପଞ୍ଚ ସୁତ ଏକ ଦିନେ ଆକାଶ ଗଙ୍ଗାରେ ଯାଇ ସ୍ନାନ କଲେ ପୁଣ୍ୟେ। ନଳକୁବେରଙ୍କର 5 ଗୋଟି ପୁଅ ଅନଳ, ଅନିଳ, ତକ୍ଷକ, ପୁଷ୍ପ ଓ ଧ୍ୱଜ। ଏ 5 ଗୋଟି ପୁଅ ଆକାଶ ଗଙ୍ଗାରେ ସ୍ନାନ କରୁଛନ୍ତି। ସ୍ନାନ କଲା ସମୟରେ ଅଷ୍ଟବକ୍ର ଆସି ସେଇଦିନ ଆକାଶ ଗଙ୍ଗାରେ ଇନ୍ଦ୍ରଙ୍କ ପୁରକୁ ଯାଇଥିଲେ, ଫେରିକି ଆସି ସେଇଠି ସ୍ନାନ କରିବା ପାଇଁ ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ ଏ 5 ଜଣ ଯାକ ମଗର ମାଛ ହେଇ ଠିକ ବୁଡ଼ି 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 ଯାଇକି ବାବାଜୀଙ୍କର ଗୋଡ଼କୁ ଭିଡ଼ିଲେ, କାମୁଡ଼ି ଦେଲେ। କାମୁଡ଼ିଲେ। ଶୁଣି କରି ସେ ବାବାଜୀ ଅତି କ୍ରୋଧ ହେଲେ, କେ ଅତି କ୍ରୋଧ ହେଲେ, ସେହି ଦିନ ଅଭିଶାପ ତାହାଙ୍କୁ ବିକି। କହିଲେ ତମେ ବଡ଼ ଲୋକର ପୁଅ ହେଇକି ଛୋଟ କାମ କଲ, ନିଶ୍ଚୟ ତମେ ଦିନେ ଆଜି ଯେମିତି ମୋର ଜାଗାକୁ ଖୁଣ୍ଟିଲ, କାମୁଡ଼ିଲ, ସେମିତି ଦିନେ ତମେ ହଣା ହବ। ସେ ତ ବାବାଜୀ କ୍ରୋଧୀ ଲୋକ। ଅଷ୍ଟବକ୍ର, ଦୁର୍ବାସା, ଅଗସ୍ତ୍ୟ, ଏ 3 ହେଉଛନ୍ତି କ୍ରୋଧୀ। 4 ଜଣ ବାବାଜୀ କ୍ରୋଧୀ। ଅଷ୍ଟବକ୍ର, ଦୁର୍ବାସା, ବିଶ୍ୱାମିତ୍ର, এই বাবাজী মানে হচ্ছেন অতি ক্রোধী। অষ্টবক্র অভিশাপ দেলে, কহিলে তুমি শুণ, আজ যেমি বড় লোক হরে জন্ম হয়েছ, এ জন্ম পরে বি তুমি আউ থরে বড় লোক হরে জন্ম হব। কিন্তু আজ যেমি 5 জন যাক মতো কামুড়িছ, ঠিক সেইমিতি 5 জন যাক একা দিনকে বদ্ধ হব। ଆମେ ପରିତ୍ରାଣ হবু কেমিতি, আমি মুক্তি হবু কেমিতি না গোবিন্দ পরে মান গোবিন্দଙ୍କୁ ଦେଖିବ। ନିଶ୍ଚୟ ତାଙ୍କର କାନ୍ଧରେ ବସିଛନ୍ତି ଲକ୍ଷ୍ମୀ। ତମେ ଯେତେବେଳେ ଦୁର୍ଯ୍ୟୋଧନ ଯେତେବେଳେ ଦେଖିବ, ଉପରେ ଅଛନ୍ତି ଲକ୍ଷ୍ମୀ। ଲକ୍ଷ୍ମୀଙ୍କର ବେକରେ ପଦକ ପଡ଼ିଛି ନାରାୟଣ। ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କଲେ ମୁକ୍ତି ହବ। ନା ଆମେ ତ ମରି ଯାଇଥିବୁ ମଲା ମୁଣ୍ଡ, ନା ମଲା ମୁଣ୍ଡ ହେଲେ ମଧ୍ୟ ତମେ ଦୁର୍ଯ୍ୟୋଧନ ପାଖକୁ ଗଲା ପର୍ଯ୍ୟନ୍ତ ମୋ ଦେହରେ ଲେଶ ମାତ୍ର ଜୀବନ ଥିବ। ସେ ମୁଣ୍ଡକୁ ଯେତେବେଳେ ଲକ୍ଷ୍ମୀ ନାରାୟଣଙ୍କର ଦୃଷ୍ଟି ପଡ଼ିବ, ତମେ ମୁକ୍ତି ହବ। ମୃତ୍ୟୁ ହବ ଯେ ଏ 5 ଭାଇ କହିଲେ ଆଜ୍ଞା ଆମେ ମୁକ୍ତି କେମିତି ହବୁ? ହଁ, ଅଷ୍ଟବକ୍ର କ'ଣ କହିଲେ? ଅଷ୍ଟବକ୍ର କହିଲେ ମୋର ଯୋଉ ପାଦକୁ ଖୁମ୍ପିଲ, ମୁଁ ଜଣେ ବ୍ରାହ୍ମଣ, ବ୍ରାହ୍ମଣ ହାତରେ ତମର ମୃତ୍ୟୁ ହବ। ଏହି ପଦଟା କହିଥିଲେ ଅଷ୍ଟବକ୍ର ମୁନି। ହେଲେ ଦ୍ରୋଣଙ୍କର ପୁଅ ହଉଛନ୍ତି ଅଶ୍ୱତ୍ଥାମା। ଅଶ୍ୱତ୍ଥାମା ବ୍ରାହ୍ମଣ ପୁଅ। ନାଇଁ ନାଇଁ, ଅଶ୍ୱତ୍ଥାମା ହଉଛନ୍ତି ଅମରତ୍ୱ। ଅମରତ୍ୱ ବୀର ସିଏ। କିନ୍ତୁ ସେତେବେଳେ ସିଏ ଅଷ୍ଟବକ୍ର କହିଲେ, ଶୁଣି କରି ଅଷ୍ଟବକ୍ର ବୁଝାଇ ନ ଦେଲେ, ଆରେ ରେ ଚଣ୍ଡାଳେ ଏବେ ଶୁଣ ମନ ସ୍ଥିରେ। ତୁମ କପାଳରେ ଲେଖା ଅଛି ଏହିପରି, ବ୍ରାହ୍ମଣ ହାତରେ ତୁମେ ମୁକ୍ତି କେବ ତାରି। ଅଷ୍ଟବକ୍ର ଗଲେ ଯେ ପଳାଇ, ସତେ ଗଲେ ଯେ ପଳାଇ, ଇନ୍ଦ୍ରଙ୍କ ଛାମୁରେ ମିଳି ଗଲେ 5 ଭାଇ। সমস্ত বখানি সুতে কহিলে, ইন্দ্রপুরতে অভিশাপ দেলে সতে, সে মুনি কিপরি কে বুগুথার এত কুবিচার করা, বিতারিণ বৃহস্পতি কহি তু
শুন শুন আরে কুমরে শুন শুন আরে কুমরে উদ্ধার করিব তুমে যুগ ବୁଝାଇ ଦେବ ଆପଣ ସେହି କାରଣ ଶୁଣୁଥିବି ମନକୁ ଦେଇ ପଥ ପଥ ପରେ ମୋତେ ଦେବେ ବତାଇ ନଳକୁବେର ସେନା ସେ ହେଉଛନ୍ତି ସ୍ୱର୍ଗର ସେନାପତି ନଳକୁବେର ତାଙ୍କର ପାଞ୍ଚ ପୁଅଙ୍କର ଦୁଃଖ ଶୁଣି ଠିକ୍ ସେ ତଳେ ଇନ୍ଦ୍ରଙ୍କୁ ହାତ ଯୋଡ଼ିଲେ ବସିଥିଲେ ସଭାରେ ନାରାୟଣ ନାରାୟଣ କହିଲେ ହେ ନଳକୁବେର ତୁମେ ମୋର କଥା ଶୁଣ ଶୁଣ ଆଦି ସତ୍ୟ ଯୁଗ ସତ୍ୟ ଯିବ ତ୍ରେତୟା ଯିବ ଯେତେବେଳେ ଯୁଗ ହବ ଦ୍ୱାପର ଠିକ୍ ମୋର ଏ ହୃଦୟ କମଳରୁ ଗୋଟିଏ କେଶ ଜନ୍ମ ହବ ସେ କେଶ ରାଶି ଯାଇକି କୃପିଙ୍କ ଗର୍ଭରେ ସ୍ଥାନ ପାଇବ ଠିକ୍ ମୋର ଦେହରୁ ଗୋଟିଏ କଳା ସେ କଳାରେ ଜନ୍ମ ହବ ଗୋଟିଏ ବିଚକ୍ଷଣ ପୁତ୍ର ଯୁଗ ନିର୍ମାତା ପୁତ୍ର ସିଏ ହେଉଛି ଅଶ୍ୱତ୍ଥାମା ନିଶ୍ଚୟ ତାରି ହାତରେ ମଲେ ସିଏ ମାନେ ମୁକ୍ତି ହେବେ ତୁମେ ପରିତ୍ରାଣ ହବ କିନ୍ତୁ ଯେତେବେଳେ ଦୁର୍ଯ୍ୟୋଧନ ଦେଖିବ ସେତେବେଳେ ଦୁର୍ଯ୍ୟୋଧନର ସ୍କନ୍ଧରେ ଅଛନ୍ତି ଲକ୍ଷ୍ମୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଅମୃତ ଦୃଷ୍ଟି ପଡ଼ିଲେ ଏମାନେ ମୁକ୍ତି ହେବେ ଶୁଣି ନଳକୁବେର ଆନନ୍ଦ ହେଲା କହିଲା ହେ ମହାପ୍ରଭୁ ଆପଣଙ୍କୁ ଏ କଥା ଲାଗିଲା ଠିକ୍ ଏ ପାଞ୍ଚ ପୁଅ ଯେତେବେଳେ ଦ୍ରୌପଦୀଙ୍କ ଗର୍ଭରେ ଜନ୍ମ ହେଲେ କିଛି କାଳ ପରେ ଯେତେବେଳେ ଶୟନ କରିଛନ୍ତି ଦିନକୁ ଗଣୁଛି ନଳକୁବେର ଯୋଡ଼ିଲା ନାରାୟଣକୁ ଯୋଉ ଦିନ ଦେଖିଦେଲା 360 ଦିନ ହେଇଗଲା ଦିନ ଧାର୍ଯ୍ୟ ଦିନ ହେଇଗଲା ସେ ହାତ ଯୋଡ଼ିକି ଡାକିଲା ନାରାୟଣ କହିଲା ପ୍ରଭୁ ମୋ ପିଲା ପାଞ୍ଚଟିକି ଉଦ୍ଧାର କରିଦିଅ ନାରାୟଣ ଅଶ୍ୱତ୍ଥାମାର କଣ୍ଠରେ ବସିଲେ ଏ ଯୋଉ ପାଞ୍ଚ ଭାଇ ଶୋଇକିରି ଡାକୁଛନ୍ତି ହେ ନାରାୟଣ ଏ ତ ଅଜ୍ଞାନ ବାଳକ ଶୋଇଛନ୍ତି ନଳକୁବେର ଆକାଶରେ ରହି ଚିନ୍ତା କଲା ନାରାୟଣଙ୍କୁ କହିଲା ହେ ମହାପ୍ରଭୁ ମୋ ପାଞ୍ଚ ପିଲାକୁ ଉଦ୍ଧାର କରିଦିଅ ଏଥର ଧର ଦେଖିଆ ନଳକୁବେର ଡାକୁଛନ୍ତି ନାରାୟଣକୁ ପ୍ରଭୁ ଛାମରୁ ହେଲି କି ପର କ୍ଷମା ବାରିଧି ହେ ଛାମରୁ ହେଲି କି ପର ସୁମାର ନାହିଁ ତ ক্ষমারু পতিত মানবু ধরি বার মহাপ্রভু ছামরু হেলি কি পর
ଯେତେବେଳେ ପାଞ୍ଚ ପୁଅଙ୍କ ପାଇଁ ଡାକିଲେ ତାଙ୍କ ବାପା ନାରାୟଣଙ୍କ ହୃଦୟ କର୍ଣ୍ଣରେ ହୃଦୟ ବିଗଳିତ ହେଇଗଲା। ମହାପ୍ରଭୁ ତତ୍କ୍ଷଣାତ୍ ଯାଇକି ବସିଲେ କାହାର ନା ଦୁର୍ଯ୍ୟୋଧନର କଣ୍ଠରେ ଉତ୍ତେଜିତ କଲେ ଅଶ୍ୱତ୍ଥାମାକୁ। ଅଶ୍ୱତ୍ଥାମା ଏ ପାଞ୍ଚ ପୁଅଙ୍କୁ ବଦ୍ଧ କରି ସେ ପାଞ୍ଚ ଗୋଟି ମୁଣ୍ଡ ଯେତେବେଳେ ନେଇକି ଦୁର୍ଯ୍ୟୋଧନକୁ ଦେଖେଇଲା ସେ ସ୍କନ୍ଧରେ ଅଛନ୍ତି। ହେଲା ନାଇଁ ହବନି। ମୁଁ ପିଲାଟା ବୋଲିକି ମତେ ମହିଳା ନୋଟଟା ଦଉଛ କି? ପିଲାଟା ବୋଲିକି ମତେ ମହିଳା ନୋଟଟା ଦେଇ ଠକି ଦଉଛ। ପୂର୍ବ ଦେବତା ସର୍ବରି ଭରତା